ପୂର୍ବତନ ବିଧାୟକ ତଥା କଂଗ୍ରେସ ଦଳର ଅଦିତ୍ୟ ନେତା ସ୍ୱର୍ଗତ ଗୋପନାରାୟଣ ଦାସଙ୍କର ଦ୍ୱିତୀୟ ଶ୍ରାଦ୍ଧବାର୍ଷିକୀ ଅବସରରେ ମିଶନ ପଡ଼ିଆସ୍ଥିତ ଭିନ୍ନକ୍ଷମ କଲ୍ୟାଣ ପ୍ରତିଷ୍ଠାନର ଛାତ୍ରଛାତ୍ରୀମାନଙ୍କୁ ଭୋଜନ ପ୍ରଦାନ କରାଯାଇଛି। ଅନୁଷ୍ଠାନର ସମସ୍ତ ପିଲାଙ୍କ ପାଇଁ ଭୋଜନର ବ୍ୟବସ୍ଥା କରାଯାଇଥିବା ବେଳେ ସ୍ୱର୍ଗତ ଗୋପନାରାୟଣ ଦାସଙ୍କର ପତ୍ନୀ ବୀଣାପାଣି ଦାସ, ବଡ଼ ପୁଅ ଇଞ୍ଜିନିୟର ବିଭୁପଦ ଦାସ, ବଡ଼ ବୋହୂ ପୂରବୀ ପଟ୍ଟନାୟକ, ସାନ ପୁଅ ଦେବବ୍ରତ ଦାସ, ସାନ ବୋହୂ ପ୍ରିୟମ୍ବଦା ନନ୍ଦୀ, ନାତି ଅନ୍ୱେଷା ଦାସ, ଅଭିୟାନ ଦାସ, ତୁଷାରକାନ୍ତି ତପସ୍ୱୀ, ଅର୍ଦ୍ଧେନ୍ଦୁ ଦାସ, ପିଣ୍ଟୁ ପ୍ରମୁଖ ଉପସ୍ଥିତ ରହି ସମସ୍ତ କାର୍ଯ୍ୟକୁ ପରିଚାଳନା କରିଥିଲେ।